ଆଜି ଏମିତି ବୁଲୁ ବୁଲୁ ମାଆ କହିଲେ ତୋତେ ଆସ ବାରିରେ ଗୋଟେ ବଢ଼ିଆ ଜିନିଷ ଦେଖେଇବି ଯେଉଁଟାକି ତୁ କେବେ ଖାଇନଥିବୁ। ମୁଁ ଭାବିଲି ହଉ ବୋଧେ ମୁଁ ଖାଇନଥିବି, ଚାଲ ଯିବା। ମାଆ ନେଇକି ମୋତେ ବାରି ଦେଖେଇଲେ। ମୁଁ ଦେଖୁ ଦେଖୁ ସେ ଆତାପି ଗଛ ଆଡ଼କୁ ନେଇକି ଗଲେ। ଆରେ ଆକୁ ଆମର ସିଆଡ଼େ ବାତାପି କୁହନ୍ତି, କେହି ଟବାଲବି ମଧ୍ୟ କୁହନ୍ତି। ଏଇ ଆତାପି ଦେଖିକି ମୋର ପିଲାବେଳ କଥା ମନେ ପଡ଼ିଲା। ଆମେ ଯେତେବେଳେ ସ୍କୁଲ ଯାଉଥିଲୁ ସେତେବେଳେ ଆମେ ଏମିତି ଲେମ୍ବୁ, କଇଁଆ, ଆମ୍ବୁଲ ଏମିତି ଅନେକ ଖଟା ନେଇକି ଯାଉଥିଲୁ। ଆଉ ଦିନେ ଆମ ସ୍କୁଲର ଝରକା ପଟେ ଗୋଟେ ଦେଖାଗଲା ଗଛ। ଆଉ ମୁଁ କହିଲି ଆରେ ଦେଖ ଏତେ ବଡ଼ ବଡ଼ କମଳା ତ ମୁଁ କେବେ ଦେଖିନଥିଲି, ଚାଲ ଗୋଟେ ଆଣିକି ଖାଇବା। ଗୋଟେ ଆଣିଲେ ତ ଆମେ 10 ଜଣ ଖାଇଦେବା। ତ ସେଥିପାଇଁ ମୁଁ ବାଡ଼ିରେ ପଶିକି ଗୋଟେ ଲେମ୍ବୁ ଆଣିକି ଆସିଲୁ। ଜାଣିନଥିଲୁ ଏଇଟା କମଳା କି ଆତାପି କି ଲେମ୍ବୁ କ'ଣ। ତାକୁ ଯେତେବେଳେ ଆଣିକି ଆମେ ସବୁ ଖିଆଖିଇ କରିସାରି କ୍ଲାସ୍ରେ ସୁନା ପିଲା ଭଳିଆ ବସିଲୁ। ଆଉ ଯାହା ବାରିରେ ଆତାପି ଥିଲା ସିଏ ଆସି କମ୍ପ୍ଲେନ୍ ଦେଲା, ତମ ସ୍କୁଲରୁ ପିଲାମାନେ ଯାଇକି ଆମ ବାରିରୁ ଆତାପି ଲେମ୍ବୁ ଖାଉଛନ୍ତି। ତା ପରର ଦୃଶ୍ୟ